ପିଲାମାନେ ଆଜି ଆମେ ଆକାର ମାତ୍ରା ପଢ଼ିବା ଲେଖିବା ଓ ଅଭ୍ୟାସ କରିବା। ପ୍ରଥମେ ଆମେ ଜାଣିବା ମାତ୍ରା କାହାକୁ କୁହାଯାଏ। ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ ମାତ୍ରା କୁହାଯାଏ। ସ୍ୱରବର୍ଣ୍ଣ କହିଲେ ଅ ଠାରୁ ଓ ପର୍ଯ୍ୟନ୍ତ। ଆକାର କହିଲେ ଗୋଟିଏ ବାଡ଼ି ବା ଗୋଟିଏ ଗାର। ଯେପରି କ ଯୁକ୍ତ ଆ ସମାନେ କ ଆକାରେ କା, ଖ ଯୁକ୍ତ ଆ ସମାନେ ଖ ଆକାରେ ଖା। ଏହିପରି ଆମେ ଲ ଆକାର ପର୍ଯ୍ୟନ୍ତ ପଢ଼ିବା ଲେଖିବା ଏବଂ ତୁମେ ଏହାକୁ ମନେ ରଖିବ। ଗ ଆକାରେ ଗା, ଘ ଆକାରେ ଗାହା, ଜ ଆକାରେ ଚା, ଛ ଆକାରେ ଛା, ଜ ଆକାରେ ଯା, ଝ ଆକାରେ ଝା, ଟ ଆକାରେ ଟା, ଠ ଆକାରେ ଠା, ଡ ଆକାରେ ଡା, ଢ ଆକାରେ ଢା, ଣ ଆକାରେ ଣା, ତ ଆକାରେ ତା, ଥ ଆକାରେ ଥା, ଦ ଆକାରେ ଦା, ଧ ଆକାରେ ଧା, ନ ଆକାରେ ନା, ପ ଆକାରେ ପା, ଫ ଆକାରେ ଫା, ବ ଆକାରେ ବା, ଭ ଆକାରେ ଭା, ମ ଆକାରେ ମା, ଜ ଆକାରେ ଯା, ର ଆକାରେ ରା, ଳ ଆକାରେ ଳା, ଭ ଆକାରେ ଭା, ତାଲବେଶ ଆକାରେ ସା, ମୂର୍ଧନ୍ୟ ଆକାରେ ସା, ଦନ୍ତେଶ ଆକାରେ ସା, ହ ଆକାରେ ହା, କ୍ଷ ଆକାରେ ଖ୍ୟା, ୟ ଆକାରେ ୟା, ଲ ଆକାରେ ଲା। ଏହିପରି ତୁମେ ପଢ଼ିବ ଏବଂ ମନେ ରଖିବ।